ଗୋଟିଏ ଗ୍ରାମରେ ରାହୁଲ ନାମକ ଗୋଟିଏ ଯୁବକ ରହୁଥିଲା। ସେ ବହୁତ ପରିଶ୍ରମୀ ଏବଂ ସତ୍ୟବାଦୀ ଥିଲା। କିନ୍ତୁ ତାର ଗୋଟିଏ ଖରାପ ଅଭ୍ୟାସ ଥିଲା, ଯାହାକି ତାକୁ ସବୁବେଳେ ଦୁଃଖିତ କରି ରଖୁଥିଲା। ସେ ସବୁବେଳେ ପ୍ରତି ମୁହୂର୍ତ୍ତରେ ଅନ୍ୟ ସହ ନିଜକୁ କମ୍ପେୟାର କରୁଥିଲା। ସେ ଯେତେବେଳେ ତା ସାଙ୍ଗ ମୋହିତକୁ ଦେଖୁଥିଲା, ମୋହିତ ଯିଏକି ସବୁବେଳେ ତାଙ୍କ କ୍ଲାସରେ ପ୍ରଥମ ହୋଇ ଆସୁଥିଲା, ସେ ଭାବୁଥିଲା କି ମୁଁ କ'ଣ ପାଇଁ ଭଲ ପାଠ ପଢ଼ି ପାରୁନାହିଁ। ଏତେ ପରିଶ୍ରମ କରୁଛି, ତଥାପି କେବେ ବି କ୍ଲାସରେ ପ୍ରଥମ ହୋଇପାରୁନାହିଁ। ସେ ଯେତେବେଳେ ତାର ପଡ଼ୋଶୀ ସୁବ୍ରତକୁ ଦେଖୁଥିଲା, ଯିଏକି ବହୁତ ଧନୀ ଥିଲା, ସେ ଭାବୁଥିଲା କି ମୋ ପାଖରେ କ'ଣ ଅସୁବିଧା ରହୁଛି କି ମୁଁ ସୁବ୍ରତ ପରି ପଇସା ଇନକମ୍ କରିପାରୁନାହିଁ। ଯଦି କେହି ବି ତା ସାମ୍ନାରେ ଭଲ ଭାବରେ ଗୀତଟିଏ ମଧ୍ୟ ଗାଇଦିଏ, ସେ ମନେ ମନେ ଭାବେ ମୁଁ ତାଠୁ ଭଲ ଗୀତ ଗାଇପାରିବି, ଯେ ମୁଁ କ'ଣ ପାଇଁ ଗାଉନାହିଁ। ନିଜକୁ ଅନ୍ୟ ସହ କମ୍ପେୟାର କରି କରି ନିଜ ଭିତରେ ଭିତରେ ନିଜକୁ ଘୃଣା କରି କରି ଚାଲିଲା। ସେ ଆସ୍ତେ ଆସ୍ତେ ଡିପ୍ରେସନକୁ ଚାଲିଗଲା। ସେ ତା ପାଠ ପଢ଼ାରେ ଆଗ ପରି ଫୋକସ୍ କରିପାରିଲା ନାହିଁ। ଅନ୍ୟ ଯେଉଁ କାର୍ଯ୍ୟରେ ମଧ୍ୟ ଆଗ ପରି ଆଉ ତାର ଉତ୍ସାହ ରହିଲା ନାହିଁ। ସେ ମନେ ମନେ ସ୍ଥିର କରିନେଲା କି ସେ ତା ଜୀବନ କାଳ ମଧ୍ୟରେ କେବେ ବି ସଫଳତା ହାସଲ କରିପାରିବ ନାହିଁ। ଗୋଟିଏ ଦିନର ଘଟଣା, ଗୋଟିଏ ସାଧୁ ବାବା ତାଙ୍କ ଗ୍ରାମକୁ ଆସିଲେ। ସେ ସମସ୍ତ ଲୋକଙ୍କୁ ପ୍ରଚାର ପ୍ରସାର ମାଧ୍ୟମରେ ଜୀବନରେ କେଉଁଠି ସତ୍ୟ ତାହା ବୁଝାଉଥାନ୍ତି। ରାହୁଲ ସେ ସାଧୁଙ୍କ ବିଷୟରେ ସମସ୍ତ ଲୋକଙ୍କ ଠାରୁ ଶୁଣିବା ପରେ ସେ ତାଙ୍କ ପାଖକୁ ଗଲା ଆଉ ନିଜର ସମସ୍ତ ଅସୁବିଧା ଜଣାଇଲା। ସେ କହିଲା, ଗୁରୁ, ମୁଁ ବହୁତ ପରିଶ୍ରମ କରୁଛି, କିନ୍ତୁ ଯେତେବେଳେ ମୁଁ ଅନ୍ୟକୁ ମୋ ଠାରୁ ଅଧିକ ସଫଳତା ହେବାର ଦେଖୁଛି, ମୋ ମନେ ମନେ ବହୁତ କଷ୍ଟ ପାଉଛି ଆଉ ଦୁଃଖ ଅନୁଭବ କରୁଛି। ମୋତେ ଲାଗୁଛି କି ମୁଁ ତାପରି ସଫଳତା ପାଇପାରିବି ନାହିଁ। ମୋତେ ଏଥିରୁ ଉଦ୍ଧାର କରନ୍ତୁ। ଅନ୍ୟ ସହ ନିଜକୁ କମ୍ପେୟାର କରି କରି ମୁଁ ଥକିଗଲାଣି। ସାଧୁ ଜଣକ ସ୍ମିତ ହାସ୍ୟ ଦେଇ କହିଲେ, ହଉ ଠିକ୍ ଅଛି ପୁତ୍ର, ତୁ କାଲି ପ୍ରାତଃ ସମୟରେ ଗାଁ ଶେଷରେ ଥିବା ସବୁଠୁ ପୁରୁଣା ଗଛ ନିକଟକୁ ଆସିବୁ। ସେଠାରେ ହିଁ ତୋ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଅଛି। ରାହୁଲ ତା ପରଦିନ ସକାଳେ ଯାଇ ସେ ପୁରୁଣା ଗଛ ନିକଟରେ ଯାଇ ପହଞ୍ଚିଲା। ସେ ସାଧୁ ଆଗରୁ ଆସି ସେଠାରେ ଉପସ୍ଥିତ ଥିଲେ। ସେ ରାହୁଲକୁ କହିଲେ, ଧ୍ୟାନର ସହ ସେ ଜଙ୍ଗଲକୁ ଦେଖ, ଆଉ କ'ଣ ଦେଖିଲ ମୋତେ ଜଣେଇବ। ରାହୁଲ ଜଙ୍ଗଲର ସବୁଆଡ଼କୁ ଚାହିଁ ଦେଖି କହିଲା, ଗୁରୁ, ଏଠାରେ ଅନେକ ପ୍ରକାର ଗଛ ଅଛି। କେତେକ ବଡ଼ ତ କେତେକ ଛୋଟ। କାହା ଦେହରେ ଅନେକ ଫଳ ଲଦି ହୋଇ ରହିଛି, ତ ଆଉ କାହା ଦେହରେ ଫଳ ଶୂନ୍ୟ ଅଟନ୍ତି। ସାଧୁ ଜଣକ ପୁଣି ଆସି କହିଲେ, ଯଦି ଏହି ଆମ୍ବ ଗଛଟି କମ୍ପେୟାର କରିବ ନଡ଼ିଆ ଗଛ ସହ, କି ମୁଁ ଅଧିକ ଡେଙ୍ଗା ନୁହେଁ, ଆଉ ନଡ଼ିଆ ଗଛ କହିବ ମୋ ପାଖରେ ମିଠା ଫଳ ଅଛି କିନ୍ତୁ ଆମ୍ବ ପରି ମିଠା ନୁହେଁ, ଆଉ ନଡ଼ିଆ ଗଛ କହିବ ମୋ ପାଖରେ ମିଠା ଫଳ ଅଛି କିନ୍ତୁ ଆମ୍ବ ପରି ମିଠା ନୁହେଁ, ଏହି ପରିସ୍ଥିତିରେ କ'ଣ ହୋଇପାରିବ? ରାହୁଲ ସାଧୁଙ୍କୁ ଉତ୍ତର ଦେଲା, ଗୁରୁ, ଏହା କିପରି ସମ୍ଭବ? ଯିଏ ଯାହା ଜାଗାରେ ମହାନ ଅଟନ୍ତି, ଭଗବାନ ତାଙ୍କୁ ସେହିପରି ଗଢ଼ିଛନ୍ତି। ସାଧୁ ପୁଣି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି, ଏହି ଜଙ୍ଗଲଟି ତୁମକୁ କିପରି ଦେଖାଯାଉଛି? ସେ ସବୁଆଡ଼କୁ ଚାହିଁଲା ଏବଂ ଉତ୍ତର ଦେଲା କି ବହୁତ ସୁନ୍ଦର ଏବଂ ସନ୍ତୁଳନ ହୋଇ ରହିଛି। ସାଧୁ ଜଣ କହିଲେ, ଏହା ହେଉଛି ଜୀବନ ସତ୍ୟତା ଅଟେ। ସମସ୍ତ ଗଛର ଗୋଟିଏ ବିଶେଷ ଗୁଣ ରହିଥାଏ। ସେହିପରି ସମସ୍ତ ମଣିଷର ମଧ୍ୟ ନିଜସ୍ୱ ଗୋଟିଏ ଗୋଟିଏ ଲକ୍ଷ୍ୟ ରହିଛି। ଆମ୍ବ ଗଛ ତାର ମିଠା ଫଳ ପାଇଁ ପ୍ରସିଦ୍ଧ, ତ ନଡ଼ିଆ ଗଛ ତାର ଫଳ ଏବଂ ଡେଙ୍ଗା ମଜବୁତ ପାଇଁ ଜଣାଶୁଣା। କିନ୍ତୁ ଏହି ଦୁଇ ଗଛ ଆମ ପାଇଁ ଆବଶ୍ୟକ ଅଟନ୍ତି। ସାଧୁ ଜଣକ ରାହୁଲକୁ କହିଲେ, ତେବେ ତୁମେ କ'ଣ ପାଇଁ ନିଜକୁ ଅନ୍ୟ ପରି ଗଢ଼ିବା ପାଇଁ ଚେଷ୍ଟା କରୁଛ? ତମର ଲକ୍ଷ୍ୟ ତୁମର ଅଟେ। ତୁମ ପାଖରେ ଯେଉଁ କରିବାର ସାମର୍ଥ୍ୟ ଅଛି, ତାହା ଅନ୍ୟ ପାଖରେ ତ ନଥାଇପାରେ। ଏହା ଶୁଣିବା ପରେ ରାହୁଲ ଅନେକ ସମୟ ଭାବିବାକୁ ଲାଗିଲା। ସେ ବୁଝିପାରିଥିଲା କି ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଥାଏ। ଅନ୍ୟକୁ କମ୍ପାରିଜନ୍ କରିବା ଦ୍ୱାରା ନିଜର ହିଁ କ୍ଷତି ହୋଇଥାଏ। ଏହାପରେ ରାହୁଲ ଅନ୍ୟ ସହ କମ୍ପେୟାର କରିବା ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେଲା। ସେ ଜାଣିପାରିଲା କି ସେ ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରିବା ଉଚିତ ଏବଂ ତାକୁ ନିଜ କାମରେ ଆତ୍ମସନ୍ତୋଷ ମିଳିପାରିଲା। ଆସ୍ତେ ଆସ୍ତେ
ତାର କନଫିଡେନ୍ସ ଲେବୁଲ ବଢ଼ି ବଢ଼ି ଚାଲିଲା। ସେ ତା ଲକ୍ଷ୍ୟ ଦିଗରେ କାମ କରି ଚାଲିଲା। କିଛି ବର୍ଷ ପରେ ସେ ତା ନିଜ ଉଦ୍ୟମରେ ସେ ବହୁତ ବଡ଼ ବିଜନେସମ୍ୟାନ୍ ହୋଇଗଲା। ତାଠାରୁ ଅନେକ ଲୋକମାନେ ଇନ୍ସପାୟାର ହେଲେ। ଯେତେବେଳେ ତାକୁ ଲୋକମାନେ ପଚାରନ୍ତି କି ତୁମ ସଫଳତାର ରହସ୍ୟ କ'ଣ, ସେ ଉତ୍ତର ଦିଏ କି ନିଜକୁ କେବେ ବି ଅନ୍ୟ ସହିତ କମ୍ପେୟାର କରନ୍ତୁ ନାହିଁ। ନିଜକୁ ନିଜେ ପ୍ରଥମେ ଚିହ୍ନନ୍ତୁ, ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ, ଲକ୍ଷ୍ୟ ଦିଗରେ ବାଟ ନିଜେ ହିଁ ତିଆରି କରନ୍ତୁ, ତା ସହ କଠିନ ପରିଶ୍ରମ କରନ୍ତୁ। ଏହାପରେ ଯାଇ ତୁମକୁ ସଫଳତା ମିଳିପାରିବ। ଜୟ ଜଗନ୍ନାଥ।